ଜୟ ଗୁରୁ। ଗୋଟେ ଦିନର ଘଟଣା। ସେଦିନ ଥିଲା ସୋମବାର, 15ତମ ଋତିକ ଅଧିବେଶନ। ସେଥିପାଇଁ ବାহিରୁ ଅନେକ ଭକ୍ତ ଆଶ୍ରମକୁ ଆସୁଛନ୍ତି। ଶ୍ରୀ ଶ୍ରୀ ଠାକୁର ମା ଭଳି ଉତ୍କଣ୍ଠା ନେଇକି ଭକ୍ତମାନଙ୍କୁ ଅପେକ୍ଷା କରୁଛନ୍ତି। 25 ପ୍ରଗଣାରୁ ଜଣେ ଶ୍ୟାମଳ ବର୍ଣ୍ଣର 15-16 ବର୍ଷର ପିଲାକୁ ଲକ୍ଷ୍ୟ କରି ଠାକୁର କହିଲେ, ତୁ ଲଣ୍ଡା ହେଇଛୁ କାହିଁକି? ପିଲାଟି କହିଲେ, ମୋ ବାବା ମରିଯାଇଛନ୍ତି। ଠାକୁର କହିଲେ, କ'ଣ ହୋଇଥିଲା ରେ? ପିଲାଟି ଉତ୍ତର ଦେଲେ, ଜ୍ୱର, କାଶ ଆଉ ଅନ୍ୟାନ୍ୟ ଉପସର୍ଗ ଥିଲା। ଠାକୁର କହିଲେ, ଏଇଥିରେ ହିଁ ତ ବାବା ଚାଲିଗଲେ। ଭଲ କରି ଚିକିତ୍ସା କରିପାରିଲୁନି? ହଁ, ଚିକିତ୍ସା ସାଧ୍ୟ ମତେ କରିଥିଲୁ, କିନ୍ତୁ ବଞ୍ଚାଇ ପାରିଲୁ ନାହିଁ। କିନ୍ତୁ ବାବାଙ୍କ ମୃତ୍ୟୁ ସମୟର ଦୃଶ୍ୟ ଅଭାବନୀୟ। ଠାକୁର କହୁଛନ୍ତି, କି ରକମ? ନା ଆପଣଙ୍କ ଅଜାଣତ କିଛି ହିଁ ନାହିଁ, ଆପଣ ତ ହିଁ ଯାଇଥିଲେ। ଠାକୁର କହୁଛନ୍ତି, କ'ଣ କହୁଛି ରେ ଡକାୟତ? ପିଲାଟି ଉତ୍ତର ଦେଉଛନ୍ତି, ହଁ, ବାବା ସକାଳେ ମତେ ଡାକି କହିଲେ, ଦେଖ ପୁଅ, ମୋର ଡାକରା ଆସିଗଲାଣି, ଆଜି ହିଁ ମତେ ଯିବାକୁ ହେବ। ଆଉ ମୋର ଯିବା ସମୟରେ ତୁ କନ୍ଦାକଟା କରିବୁ ନାହିଁ। ମୋ ପାଖରେ ବସି ଭଲ କରି ନାମ କରିବୁ। ଯିବା ବେଳେ ନାମ ଶୁଣି ଶୁଣି ଯେମିତି ଯାଇପାରେ। ଆଉ ମୋ ଚକ୍ଷୁ ସାମ୍ନାରେ ଠାକୁରଙ୍କ ଫଟୋ ରଖିବୁ। ଦୟାଳଙ୍କୁ ଦେଖି ଦେଖି ଦୟାଳଙ୍କ ପାଖକୁ ଚାଲିଯିବି। ତତେ ମୁଁ ବିଷୟ ଆଶୟ କିଛି ଦେଇ ଯାଇପାରୁନାହିଁ, କିନ୍ତୁ ତତେ ମୁଁ ମୋର ସର୍ବଶ୍ରେଷ୍ଠ ଧନ ଦେଇ ଯାଉଛି, ଆଉ ତା ହେଉଛି ମୋ ଠାକୁର। ଠାକୁରଙ୍କୁ ଭୁଲିବୁନି। ଯଜନ ଯାଜନ ଇଷ୍ଟଭୂତି ଠିକ୍ ଭାବରେ କରିବୁ। ଦେଖିବୁ ଜୀବନରେ ଏହାଠାରୁ ବଡ଼ ସମ୍ପଦ ଆଉ କିଛି ନାହିଁ। ଏଇ କଥା କହିବା ପରେ ବାବାଙ୍କ ଅବସ୍ଥା କ୍ରମଶଃ ନିସ୍ତେଜ ହେବାକୁ ଲାଗିଲା। ବାବା ଯାହା କହିଗଲେ ସେ ସବୁ କଥା ମାଙ୍କୁ ନ କହି ପାଖାପାଖିର 2 ଜଣ ସତ୍ସଙ୍ଗୀଙ୍କୁ ଡାକି ବାବାଙ୍କ ବିଛଣା ଉପରେ ବସି ଉଚ୍ଚ ସ୍ୱରରେ ନାମ କରିବାକୁ ଲାଗିଲି। ଆଉ ଆପଣଙ୍କ ଫଟୋଟା ବାବା ଦେଖିପାରିବେ ଏଭଳି ଜାଗାରେ ରଖିଦେଲି। ବାବା 2-3 ଥର ଆଖି ଖୋଲି ଫଟୋକୁ ଦେଖି ତୃପ୍ତ ହେଲେ, ଆଉ ମନେ ମନେ ନାମ କରୁଛନ୍ତି ଏମିତି ଜଣା ପଡ଼ିଲା। ପରେ ଶ୍ୱାସକଷ୍ଟ ଆରମ୍ଭ ହେଲା। ତେବେ ବି ମଝିରେ ମଝିରେ ଅତି କଷ୍ଟରେ ଆଖି ଖୋଲି ଫଟୋ ଦେଖୁଛନ୍ତି, ଆଉ ନାମ ବି କରୁଛନ୍ତି। ଆମେ ମଧ୍ୟ ନାମ କରିବାରେ ଲାଗିଛୁ। ମୋର ସେତେବେଳେ ଭିତରୁ କାନ୍ଦଣାଟା ଠେଲି ଉଠିଲା, କିନ୍ତୁ ବାବାଙ୍କ କଥା ସ୍ମରଣ କରି କାନ୍ଦି ପାରିଲି ନାହିଁ। ନାମ କରୁଛି, ଏଇ କଥା କହୁ କହୁ ପିଲାଟିର ଆଖିରେ ଅଶ୍ରୁ ଆସିଗଲା, ଆଉ କଣ୍ଠ ବାଷ୍ପରୁଦ୍ଧ ହେଇଗଲା। ଏହି ସମୟରେ ମା ଆସି କାନ୍ଦିବାକୁ ଲାଗିଲେ, ଆଉ ପିଲାଟି ତା ମାଙ୍କୁ ବୁଝାଇ ଦେଲେ, ବାବାଙ୍କ କହିଥିବା କଥା ମଧ୍ୟ କହିଲେ। ତାପରେ କିଛି ସମୟ ପରେ ମା ନିଜକୁ ସମ୍ଭାଳି ନେଇ ନାମ କରିବାକୁ ଲାଗିଲେ। ସେତେବେଳେ ବାବା କହୁଛନ୍ତି, ଏଇ ଦେଖ, ସୁନାର ରଥ କରି ଠାକୁର ମତେ ନବା ପାଇଁ ଆସୁଛନ୍ତି। ଦେଖ, ଠାକୁର ଆମର କି ଅପରୂପ ରୂପ। ଠାକୁରଙ୍କର ଆମର କ'ଣ ଅପରୂପ ରୂପ। ଆଉ ସେତେବେଳେ ବାବାଙ୍କ ଶରୀରରେ ରୋଗ ଯନ୍ତ୍ରଣାର କୌଣସି ହିଁ ଚିହ୍ନ ନାହିଁ। ଆଉ ସତରେ ଯେମିତି ସେ ଆପଣଙ୍କୁ ଦେଖୁଛନ୍ତି ସେମିତି ଅନୁଭବ ହେଲା। ଆଉ ହଠାତ୍ 3 ବାର ଦୟାଲ 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 ବୋଲେ ହାତ ଯୋଡ଼ି ନମସ୍କାର ଜଣାଇଲେ। ତାପରେ ବାବାଙ୍କର ପ୍ରାଣବାୟୁ ବାହାରିଗଲା। ସେତେବେଳେ ସମୟ 11ଟା ହେବ। ଆଉ ମୋର ଯେତେବେଳେ ବାବାଙ୍କ କଥା ମନେ ପଡ଼ି ମନ ଖରାପ ହୁଏ, ସେତେବେଳେ ମୁଁ ଭାବେ, ମୋ ବାବାଙ୍କୁ ନ ଦେଖିଲେ କ'ଣ ହେଲା? ସେ ଆପଣଙ୍କ ପାଖରେ ଶାନ୍ତିରେ ଅଛନ୍ତି। ଏହା ଶୁଣି ଶ୍ରୀ ଶ୍ରୀ ଠାକୁର କହିଲେ, ତୋର ବାବା ଥିଲେ ପୁଣ୍ୟ ଆତ୍ମା, ସେଥିପାଇଁ ଏଭଳି ଭାବରେ ମୃତ୍ୟୁ ହେଲା। ଯିଏ ସତରେ ଇଷ୍ଟପ୍ରାଣ, ସେ ମରଣ କାଳରେ
ତାଙ୍କର ଇଷ୍ଟର ସ୍ମରଣ ମନନ ଅବ୍ୟାହତ ରଖିପାରେ। ଜୟ ଗୁରୁ।